ଆଜିର ଏ ଭିଡ଼ିଓର ଟପିକ୍ ଯାହାକୁ ଆମେ ସବୁଠାରୁ ଅଧିକ ହାଲକାରେ ନେଇଥାଉ କିନ୍ତୁ ଯାହା ଆମ ଲାଇଫକୁ ସବୁଠାରୁ ଅଧିକ ନଷ୍ଟ କରିଦିଏ। ସେ ଜିନିଷଟି ହେଉଛି ସମୟ। ଯାହା ଆମେ ସମୟକୁ ହରାଉ ନାହିଁ, ସମୟ ଆମକୁ ହରାଏ। ପ୍ରତିଦିନ ସକାଳେ ଯେତେବେଳେ ଆମେ ଆଖି ଖୋଲୁ, ଭଗବାନ ଆମକୁ 24 ଘଣ୍ଟାର ଏକ ଖାଲି ଖାତା ଦିଅନ୍ତି, କିନ୍ତୁ ସନ୍ଧ୍ୟା ହେବାକୁ ଯେତେବେଳେ ଆସେ ସେ ଖାତାଟି ଖାଲି ରହିଯାଏ। ଆମେ ଦିନଟି କିପରି ଖର୍ଚ୍ଚ କରୁ, କାହା ସହିତ କରୁ, କାହିଁକି କରୁ, ଏହା ଉତ୍ତର ଆମ ପାଖରେ ନଥାଏ। ଆମେ ସବୁବେଳେ କହୁନା କାଲିଠୁ ଆରମ୍ଭ କରିବି, ଆଗାମୀ ମାସରୁ ପରିଶ୍ରମ କରିବି, ସମୟ ମିଳିଲେ କରିବି, କିନ୍ତୁ ସତ ହେଉଛି ସମୟ କେବେ ମିଳେନି। ସମୟ ତିଆରି କରିବାକୁ ପଡ଼େ। ଯେଉଁମାନେ ଆଜି ସଫଳ ସେମାନଙ୍କର ପାଖରେ ମଧ୍ୟ 24 ଘଣ୍ଟା ଥିଲା, ତୁମ ପାଖରେ ମଧ୍ୟ 24 ଘଣ୍ଟା ଅଛି। ତଫାତ୍ କେବଳ ଏତିକି, ସେମାନେ ସମୟକୁ ଚାକର ବନାଇଥିଲେ, ଆମେ ସମୟର ଦାସ ହୋଇଗଲା। ଆଜି ତୁମ ମୋବାଇଲର ସ୍କ୍ରିନ୍ରେ କେତେ ଘଣ୍ଟା ଚାଲିଗଲା ତୁମେ ହିସାବ କରୁଛ? ଆଜି କେତେ ଘଣ୍ଟା ନିଜ ସ୍ୱପ୍ନ ପାଇଁ ଦେଲ? ଏହି ପ୍ରଶ୍ନ ତୁମକୁ ଅସୁବିଧା ଦେଉଛି, କାରଣ ସତ ସବୁବେଳେ କଡ଼ା। ଆମେ ରିଲ୍ସ ଦେଖୁଛୁ, ଭିଡ଼ିଓ ଦେଖୁଛୁ, ଅନ୍ୟମାନଙ୍କ ଜୀବନକୁ ଲାଇକ୍ କରୁଛୁ, କମେଣ୍ଟ କରୁଛୁ, କିନ୍ତୁ ନିଜ ଲାଇଫକୁ ଗୋଟିବାକୁ ସମୟ ମିଳୁନି। ଏହା ହେଉଛି ସବୁଠାରୁ ବଡ଼ ଦୁଃଖ। ସମୟ ହେଉଛି ସେହି ନଦୀ ଯାହା କେବେ ପଛକୁ ଫେରେନି। ଆଜି ଯଦି ତୁମେ ଗୋଟିଏ ଘଣ୍ଟା ନଷ୍ଟ କଲ, ସେ ଘଣ୍ଟା କେବେ ଫେରିବ ନାହିଁ। ଟଙ୍କା ହାରିଗଲେ ପୁଣି ଅର୍ଜନ କରିପାରିବା, ସାଙ୍ଗର ସମ୍ପର୍କ ଭାଙ୍ଗିଗଲେ ପୁଣି ଯୋଡ଼ିପାରିବା, କିନ୍ତୁ ସମୟ ହାରିଗଲେ ସବୁ ସମାପ୍ତ। ସେଥିପାଇଁ ଲାଇଫ୍ରେ ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ଟାଇମ୍, ସମୟ। ଏବଂ ସବୁଠାରୁ ବଡ଼ ପାପ ହେଉଛି ସମୟ ବରବାଦ କରିବା। ଆମେ କାହିଁକି ସମୟ ବରବାଦ କରୁ? କାରଣ ଆମେ ଭୟଭୀତ। ସଫଳତାରୁ ନୁହେଁ, ବିଫଳତାରୁ ଭୟ। ଲୋକ କ'ଣ କହିବେ, ଏହା ଭାବି ଭାବି ଆମେ କାମ କରୁନୁ। ଆମେ ପ୍ରସ୍ତୁତିରେ ହିଁ ଜୀବନ କାଟି ଦେଉଛୁ। କିନ୍ତୁ ମନେ ରଖ, ଅପୂର୍ଣ୍ଣ କାମ କରିବା ଅପରାଧ ନୁହେଁ, କାମ ଆରମ୍ଭ ନ କରିବା ହେଉଛି ଅପରାଧ। ଆଜି ଯଦି ତୁମେ ଗୋଟେ ଷ୍ଟୁଡେଣ୍ଟ, ଗୋଟେ ଜବ୍, ଗୋଟେ ଏମ୍ପ୍ଲୟର, ତେବେ ମନେ ରଖ ଏହି ସମୟଟି ତୁମ ଭବିଷ୍ୟତର ଭିତ୍ତି। ଆଜି ଯେତେ ଆଲସ କରୁଛ, କାଲି ସେତେ ଅନୁତାପ ହେବ। ଆଜି ଯେତେ ପରିଶ୍ରମ କଲ, କାଲି ସେତେ ଗର୍ବ ହେବ। ଆଜି ଯଦି ତୁମେ କାମ କରୁଛ, ତେବେ ମନେ ରଖ ତୁମ କାମ ହିଁ ତୁମ ପରିଚୟ କର। ସମୟକୁ ଘଣ୍ଟାରେ ନୁହେଁ, ଲକ୍ଷ୍ୟରେ ମାପ। ଆମେ ଅନେକ ସମୟରେ ଭାବୁ ମୋ ପାଖରେ କିଛି ନାହିଁ, କିନ୍ତୁ ତୁମ ପାଖରେ ସମୟ ଅଛି, ଶ୍ୱାସ ଅଛି, ସ୍ୱପ୍ନ ଅଛି। ଯେଉଁଦିନ ତୁମେ ଏହାକୁ ବୁଝିଯିବ, ସେହିଦିନ ତୁମ ଜୀବନ ବଦଳିଯିବ। ସମୟକୁ ଦୋଷ ଦିଅନି, ନିଜକୁ ପ୍ରଶ୍ନ କର, ମୁଁ ମୋ ସମାଜ ସହ କ'ଣ କରୁଛି? ସଫଳ ଲୋକ ଗୋଟେ ଜିନିଷ ଅଲଗା ଭାବେ କରନ୍ତି। ସେମାନେ ମନ ନଥିଲେ ମଧ୍ୟ କାମ କରନ୍ତି। ଆମେ ମନ ଥିଲେ କାମ କରୁ, ମନ ନଥିଲେ ଛାଡ଼ିଦେଉ। କିନ୍ତୁ ଶିଷ୍ଟାଚାର ହେଉଛି ସେ ସେତୁ ଯାହା ସ୍ୱପ୍ନକୁ ସଫଳତା ସହ ଯୋଡ଼େ। ତୁମେ ଯେତେବେଳେ ପ୍ରତିଦିନ ଅଳ୍ପ ଅଳ୍ପ କିଛି କାମ କର, ସମାଜ ନିଜେ ତୁମ ପକ୍ଷରେ କାମ କରିବାକୁ ଆରମ୍ଭ କରେ। ଆଜି ତୁମେ ଯଦି ଏ କଥା ଶୁଣୁଛ, ତେବେ ଏହାକୁ କେବଳ ଶୁଣି ଛାଡ଼ି ଦିଅନି। ଆଜି ଏହି ମୁହୂର୍ତ୍ତରେ ଗୋଟିଏ ଡିସିସନ୍ ନିଅ। ମୋବାଇଲକୁ ତୁମ ମାଲିକ କର, ନିଜକୁ ତା'ର ଦାସ କରନି। ନିଜ ଦିନକୁ ପ୍ଲାନିଂ କର, ନିଜ ଘଣ୍ଟାକୁ ଗୋଟିଏ ଉଦ୍ଦେଶ୍ୟ ଦିଅ। ଗୋଟିଏ ଦିନ ପରିଶ୍ରମ ଜୀବନ ବଦଳେନି, କିନ୍ତୁ ପ୍ରତିଦିନର ପରିଶ୍ରମ ଜୀବନ ଲେଖିଦିଏ। ସମାଜକୁ ସମ୍ମାନ କର, କାରଣ ସମାଜ ତୁମକୁ ସମ୍ମାନ ଦେବ। ଆଜି ଯଦି ତୁମେ ସମାଜକୁ ମୂଲ୍ୟ ଦେଉନାହିଁ, କାଲି ସମାଜ ତୁମକୁ ମୂଲ୍ୟ ଦେବ ନାହିଁ। ଲାଇଫ୍ ଛୋଟ, କିନ୍ତୁ ଆମେ ତାକୁ ଛୋଟ କରିଦେଉଛୁ ଆଲସରୁ, ଅବହେଳାରେ। ଆଜି ନିଜକୁ ପଚାର, ମୁଁ କ'ଣ ମୋ ସମାଜର ଯୋଗ୍ୟ? ଯେଉଁଦିନ ତୁମେ ସମାଜ ବରବାଦ କରିବା ବନ୍ଦ କରିବ, ସେଦିନ ତୁମ ଜୀବନ ନିଜେ ଗଢ଼ିବା ଆରମ୍ଭ କରିଦେବ। କାରଣ ସମାଜ କାହା ପାଇଁ ଅପେକ୍ଷା କରେନି, କିନ୍ତୁ ଯେଉଁ ଲୋକ ସମାଜକୁ ଧରି ନେଇଛି, ସମାଜ ତାକୁ ଉପରକୁ ନେଇଯାଏ। ଆଜିର ଭିଡ଼ିଓ ଶେଷରେ ମୁଁ ତୁମକୁ କିଛି ନୂଆ କହିବି ନାହିଁ, କେବଳ ମୁଁ ତୁମକୁ ନିଜ ସତ୍ୟର ସାମ୍ନା ଠିଆ କରିବାକୁ ଆସିଛି। କାରଣ ଜୀବନ ବଦଳିବା ପାଇଁ ନୂଆ ଆଡ଼ଭାଇସ୍ ଦରକାର ନୁହେଁ, ନୂଆ ସଚେତନ ଦରକାର। ତୁମେ ଯେତେ ଦିନ ନିଜକୁ ଠକିବ, ସେତେ ଦିନ ଜୀବନ ତୁମକୁ ଶିଖାଇବ। କିନ୍ତୁ ଯେଦିନ ତୁମେ ନିଜ ସମାଜର ମୂଲ୍ୟ ବୁଝିବ, ସେଦିନ ଜୀବନ ତୋ ପକ୍ଷରେ ଘୂରିବା ଆରମ୍ଭ କରିଦେବ। ଆଜି ତୁମ ପାଖରେ ଏହି ମୁହୂର୍ତ୍ତ ଅଛି, ଗତକାଲି ଚାଲିଗଲା, ଆସନ୍ତାକାଲି ଅନିଶ୍ଚିତ। ସେ ଆସିବ କି ନାହିଁ କିଏ ଜାଣେ, କିନ୍ତୁ ଆଜି ଏହି ମୁହୂର୍ତ୍ତ ତୁମ ହାତରେ ଅଛି। ଅଧିକାଂଶ ଲୋକ ଜୀବନକୁ ପରେ ପରେ କରି ରଖିଦିଅନ୍ତି। ପରେ ପରିଶ୍ରମ କରିବି, ପରେ ସ୍ୱପ୍ନ ପଛେ ଦୌଡ଼ିବି, ପଛେ ନିଜକୁ ବଦଳାଇବି। କିନ୍ତୁ ମନେ ରଖ, ଜୀବନରେ ପରେ ବୋଲି କିଛି ନାହିଁ। ଲାଇଫ୍ ହେଉଛି ଗୋଟେ ମୁହୂର୍ତ୍ତ, ଗୋଟେ ଡିସିସନ୍, ଏକ କାର୍ଯ୍ୟ। ଆଜି ଯଦି ତୁମେ ନିଜକୁ ସମାଜକୁ ସମ୍ମାନ ଦେଉନାହିଁ, ତେବେ କାଲି ଜୀବନ ମଧ୍ୟ ତୁମକୁ ସମ୍ମାନ ଦେବନି। ଗୋଟେ କଥା ଶୁଣିଛ ନା, ସମାଜ କାହାକୁ ଅପେକ୍ଷା କରେନି, ନା ଗରିବ, ନା ଧନୀ, ନା ଛାତ୍ର, ନା ଶିକ୍ଷକ। ସମାଜ ସମସ୍ତଙ୍କ ପାଇଁ ସମାନ, କିନ୍ତୁ ତା'ର ବ୍ୟବହାର ସମସ୍ତଙ୍କ ପାଇଁ ଭିନ୍ନ। କିଛି ଲୋକ ସମାଜକୁ ମାରିଦିଅନ୍ତି, କିଛି ଲୋକ ସମାଜ ଦ୍ୱାରା ଇତିହାସ ଲେଖନ୍ତି। ଆଜି ଯଦି ତୁମେ କ୍ଳାନ୍ତ, ହାରିଯାଇଛ, ନିରାଶ ଅଛ, ତେବେ ମନେ ରଖ ଏହା ତୁମ ପାଇଁ ଶେଷ ନୁହେଁ। କିନ୍ତୁ ଯଦି ତୁମେ ଏଭଳି ରହିବାକୁ ଡିସିସନ୍ ନିଅ,
ସେଇଟା ହେଉଛି ତୁମର ହାର। ଜୀବନ କେବେ ଗୋଟିଏ ଦିନରେ ବଦଳିନି, କିନ୍ତୁ ଗୋଟିଏ ଦିନ ଡିସିସନ୍ ନେଲେ ଲାଇଫ୍ ବଦଳିଯାଏ। ଆଜି ତୁମେ ଯେ ନିଷ୍ପତ୍ତି ନେବ ସେ ନିଷ୍ପତ୍ତି ତୁମ ଆସନ୍ତାକାଲି ଲେଖିବ। ନିଜକୁ ଆଉ ଗୋଟେ ସହଜରେ ଛାଡ଼ି ଦିଅନି। ତୁମେ କମଜୋର ନୁହେଁ, ତୁମେ ଡିସିପ୍ଲିନ୍, ତୁମେ ଅସମର୍ଥ ନୁହେଁ, ତୁମେ ଅନିୟମିତ। ଯେଦିନ ତୁମେ ନିଜକୁ ଦୋଷ ଦେବା ବନ୍ଦ କରି ନିଜକୁ ଗଢ଼ିବା ଆରମ୍ଭ କରିବ, ସେଦିନ ତୁମ ଭିତରୁ ଏକ ନୂଆ ମଣିଷ ଜନ୍ମ ନେବ। ଛୋଟ ଛୋଟ ଅଭ୍ୟାସ ହିଁ ଭବିଷ୍ୟତର ବଡ଼ ପରିଣାମ ତିଆରି କରେ। ପ୍ରତିଦିନ ନିଜକୁ କହ, ଆଜି ମୁଁ ସମାଜକୁ ବିକ୍ରି କରିବିନି, ଆଜି ମୁଁ ସମାଜକୁ ନିବେଶ କରିବି। ଆଜି ମୁଁ ଆଲସ୍ୟକୁ ନୁହେଁ, ମୁଁ ସ୍ୱପ୍ନକୁ ବାଛିବି। এই ଛୋଟ ଡିସିସନ୍ ତୁମକୁ ହିଁ ଗୋଟେ ଦିନ ତୁମକୁ ସେଠାରେ ନେଇଯିବ ଯେଉଁଠି ତୁମେ ଆଜି କେବେ କଳ୍ପନା କରିନଥିବ। ଜୀବନ କଠିନ ହେବ, ପଥ ଏକା ଲାଗିବ, ଲୋକ ଭରସା ଭାଙ୍ଗିବେ, ପରିସ୍ଥିତି ପରୀକ୍ଷା ନେବ, କିନ୍ତୁ ମନେ ରଖ, କିନ୍ତୁ ସମାଜ ସହ ଯିଏ ଲଢ଼ିପାରେ ସେ ଜୀବନ ସହ ଲଢ଼ିପାରେ। ଆଜି ଯଦି ତୁମେ ନିଜ ସମାଜକୁ ନିୟନ୍ତ୍ରଣ କର, ତେବେ କାଲି ତୁମେ ନିଜ ଭାଗ୍ୟକୁ ମଧ୍ୟ କଣ୍ଟ୍ରୋଲ କରିପାରିବ। ଏ ଭିଡ଼ିଓ ଶେଷ ହେବା ପୂର୍ବରୁ ମୁଁ ତୁମକୁ ଗୋଟେ କଥା ମନେ ପକାଇବାକୁ ଚାହୁଁଛି। ତୁମ ଜୀବନ ତୁମ ହାତରେ। କାହା ଉପରେ ଦୋଷ ଦିଅନି, କାହା ପଛରେ ଲୁଚନି। କିଏ ଏମିତି ମହାନ ହୁଏନି। ମହାନ ଆସେ ସେଦିନ ଯେଉଁଦିନ ତୁମେ ନିଜ ସମାଜକୁ ସମ୍ମାନ କର, ନିଜ କାମକୁ ସମ୍ମାନ କର ଏବଂ ନିଜ ସ୍ୱପ୍ନକୁ ଧୋକା ଦେବା ବନ୍ଦ କର। ଆଜିଠୁ ଆରମ୍ଭ କର, କାଲିକେ ନୁହେଁ, ପରେ ନୁହେଁ, ଆଜି। କାରଣ ଯେ ଲୋକ ଆଜିକୁ ଜିତି ନେଇଛି ସେ ଲୋକ କାଲିକୁ ମଧ୍ୟ ଜିତି ନେବ।